एकशः क्रियते पापम जेन दुखानि भुजंगे। एकाकी पाप करे समस्ते दुख भोगନ୍ତି। ଜଣକର ଭୁଲ ସମସ୍ତଙ୍କୁ ଭୋଗିବାକୁ ପଡ଼େ। ଅତୀତମ୍ ନାବଲୋକୟେତ୍ ଅନାଗତମ୍ ନ ଚିନ୍ତୟେତ୍। ଅତୀତକୁ ପଛକୁ ନ ଦେଖ, ଭବିଷ୍ୟତକୁ ନ ଚିନ୍ତା କର, ବର୍ତ୍ତମାନରେ ଧ୍ୟାନ ଦିଅ। ବିଦ୍ୟାମ୍ ବିନା ନ ହି ପଶୁଃ ବିଦ୍ୟାହୀନ ନରଃ ପଶୁଃ। ବିଦ୍ୟା ବିନା ମନୁଷ୍ୟ ପଶୁ ସମାନ, ଜ୍ଞାନହୀନ ମଣିଷ ପଶୁ ତୁଲ୍ୟ। ଦୁର୍ଜନଃ ପ୍ରିୟବାଦୀ ଚ ନ ତତ୍ତ୍ୱେନ ଚ କିଞ୍ଚନ। ଦୁଷ୍ଟ ଲୋକ ମଧୁର କହେ କିନ୍ତୁ ତାର ଅନ୍ତର ଖଳ। ମିଠା କଥାରେ ଛନ୍ଦି ହୋଇ ରହିବା ଉଚିତ ନୁହେଁ। ସର୍ବଦା ପରହସ୍ତେଷୁ ଦ୍ରବ୍ୟମ୍ ନ ବିନିବେଶୟତ୍। ସବୁବେଳେ ଅନ୍ୟର ହାତରେ ଧନ ରଖିବ ନାହିଁ। ଅନ୍ୟକୁ ସମ୍ପୂର୍ଣ୍ଣ ନିର୍ଭର କରିବା ଠିକ୍ ନୁହେଁ। ଯସ୍ୟ ନାସ୍ତି ସ୍ୱୟଂ ପ୍ରଜ୍ଞା ଶାସ୍ତ୍ରମ୍ ତସ୍ୟ କରୋତି କିମ୍। ଯାହାର ବୁଦ୍ଧି ନାହିଁ ତା ପାଇଁ ଶାସ୍ତ୍ର କ'ଣ କରିବ? ବୁଦ୍ଧି ନଥିଲେ ଜ୍ଞାନ ବୃଥା। ଆଳସ୍ୟ କୁତ ବିଦ୍ୟା ଅବିଦ୍ୟସ୍ୟ କୁତ ଧନମ୍। ଆଳସୀ କି ବିଦ୍ୟା କୁଆଡ଼େ? ଅଜ୍ଞାନୀକୁ ଧନ କୁଆଡ଼େ? ପରିଶ୍ରମ ବିନା ସଫଳତା ନାହିଁ। ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା। ସମସ୍ତେ ସୁଖୀ ରୁହନ୍ତୁ, ସମସ୍ତେ ନିରୋଗ ରୁହନ୍ତୁ। ସାଧାରଣ କଲ୍ୟାଣ କାମନା କରିବା ଉଚିତ। ଯହ କ୍ରୋଧ ଧାରୟତ୍ କ୍ଷମୀ ସ ଅବ ମହାତ୍ମା ଭବତ୍। କ୍ରୋଧକୁ ନିୟନ୍ତ୍ରଣ କରିପାରୁଥିବା ଲୋକ ହିଁ ମହାନ। ରାଗ ଜୟ କରିପାରିବା ମହାନତାର ଚିହ୍ନ। ସୁଖାର୍ଥୀ ଚେତ୍ ତ୍ୟଜେତ୍ ବିଦ୍ୟାମ୍ ବିଦ୍ୟାର୍ଥୀ ଚେତ୍ ତ୍ୟଜେତ୍ ସୁଖମ୍। ସୁଖ ଚାହୁଁଥିଲେ ବିଦ୍ୟା ତ୍ୟାଗ କର, ବିଦ୍ୟା ଚାହୁଁଥିଲେ ସୁଖ ତ୍ୟାଗ କର। ସୁଖ ଓ ଜ୍ଞାନ ପାଇଁ ତ୍ୟାଗ ଆବଶ୍ୟକ। ମିତ୍ରେ ଦୋଷମ୍ ପ୍ରଦର୍ଶୟେତ୍ ଶତ୍ରୁ ଗୁଣମପି ଗୃହୀଣାୟାତ୍। ମିତ୍ରରେ ଦୋଷ ଦେଖାଅ, ଶତ୍ରୁରେ ଗୁଣ ଗ୍ରହଣ କର। ସତ୍ୟ ଓ ବୁଦ୍ଧିମତ୍ତା ପ୍ରତି ଆଗ୍ରହ ରଖ। ଧନିକଃ ଶ୍ରୋତ୍ରିଯେ ରାଜା ନଦୀ ବୈଦେଶ୍ଚ ପଞ୍ଚମ। ଧନୀ ଜ୍ଞାନୀ ରାଜା ନଦୀ ଓ ବଡ଼ ଡାକ୍ତର ଏମାନେ ଅନ୍ୟତ୍ର ଯାଆନ୍ତି। କେତେକ ବସ୍ତୁ ସ୍ଥିର ରୁହନ୍ତି। ଅତି ମିତ୍ରତା ନ କାର୍ଯ୍ୟ ଯା ମିତ୍ରେ ଭବତି ତାଡ଼ନା। ଅତି ଘନିଷ୍ଠତା ଭଲ ନୁହେଁ, ଯାହା ମିତ୍ରତାକୁ ନଷ୍ଟ କରେ। ମିତ୍ରତାରେ ସୀମା ଜରୁରୀ। ସ୍ୱଭାବମ୍ ନ ଜହାତ୍ୟେବ ଶତସ୍ୱପି ପ୍ରଯତ୍ନଃ। ପ୍ରକୃତି 100 ଥର ଚେଷ୍ଟା କଲେ ବି ବଦଳେ ନାହିଁ, ସ୍ୱଭାବ ଅଟଳ। ଦୁର୍ଜନେନ ସମମ୍ ସଖ୍ୟ ବିଶ୍ୱାସ ନୈବ କାର୍ଯ୍ୟଃ। ଦୁଷ୍ଟ ସହ ବନ୍ଧୁତା ଓ ବିଶ୍ୱାସ କଦାପି କରିବ ନାହିଁ। ଦୁଷ୍ଟକୁ ଦୂରରେ ରଖ। ଆତ୍ମଶକ୍ତି ବିନା ଯଥ ଇଚ୍ଛେତ୍ ସ ମୂଢ଼ ନର। ନିଜ ଶକ୍ତି ବିନା ଯେଉଁ ଲୋକ ଲୋଭ କରେ ସେ ମୂର୍ଖ। ନିଜ କ୍ଷମତା ଅନୁସାରେ ଲକ୍ଷ୍ୟ ରଖ। ସର୍ପଃ କ୍ରୂର ମଶୀ କ୍ରୂରା କ୍ରୂରାତ୍ମନଃ ଚ ଦୁର୍ଜନଃ। ସାପ କ୍ରୂର, କାଳିଆ କ୍ରୂର, କିନ୍ତୁ ଦୁଷ୍ଟ ଲୋକ ସେଇଠୁ ବି ବହୁତ ଅଧିକ କ୍ରୂର। ଦୁଷ୍ଟ ଲୋକ ସବୁଠୁ ଭୟଙ୍କର। ସହସା ବିନିଶ୍ଚୟ ଯଃ କୁରୁତେ ସ ମୃତ୍ୟୁମୁଖେ ପ୍ରତିପଦ୍ୟତେ। ଯେଉଁମାନେ ଶୀଘ୍ର ସିଦ୍ଧାନ୍ତ ନିଅନ୍ତି ସେମାନେ ମୃତ୍ୟୁ ମୁଖେ ପଡ଼ନ୍ତି। ସବୁ କଥା ଭାବିଚିନ୍ତି କରିବା ଉଚିତ। ଧର୍ମାର୍ଥଂ ଯଃ ପରିତ୍ୟଜ କାମଂ ସେବତେ ନରାଧମ। ଧର୍ମ ଓ ଅର୍ଥକୁ ଛାଡ଼ି କେବଳ କାମନାରେ ଲିପ୍ତ ହୋଇଥିବା ଲୋକ ନୀଚ। ସନ୍ତୁଳିତ ଜୀବନଯାପନ କରିବା ଉଚିତ। ଯାବତ୍ ବିତ୍ତୋର୍ପାଜନଃ ତାବତ୍ ସମ୍ପର୍କ ସୁହୃଦାଃ। ଯାଏ ଦିନ ଧନ ଅର୍ଜନ ତାଏ ଦିନ ହୃଦାନଙ୍କ ସମ୍ପର୍କ। ଧନକୁ ଆଧାର କରି ସମ୍ପର୍କ ନ କର। ଚାଣକ୍ୟ ନୀତି ଜୀବନର ବିଭିନ୍ନ ଦିଗକୁ ସହଜ ଓ ଗଭୀର ଭାବରେ ବୁଝାଇଥାଏ। ଏହି ନୀତିଗୁଡ଼ିକ ପ୍ରାଚୀନ ହେଲେ ବି ଆଜିର ଜୀବନ ପାଇଁ ପ୍ରସଙ୍ଗୀୟ। ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ। ଯଦି ଆପଣ ଏହି ଜ୍ଞାନପୂର୍ଣ୍ଣ ବିଷୟଗୁଡ଼ିକ ଭଲ ପାଇଛନ୍ତି, ଦୟାକରି ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ ଦବାଇ ରଖନ୍ତୁ, ଯାହାଦ୍ୱାରା ଆପଣ ନୂତନ ଭିଡ଼ିଓର ସୂଚନା ପାଇପାରିବେ। ଆପଣଙ୍କ ସହଯୋଗ ମୋତେ ଅଧିକ ମୂଲ୍ୟବାନ ବିଷୟ ଦେବାକୁ ପ୍ରେରଣା ଦେଇଥାଏ। ଧନ୍ୟବାଦ।